ମୁଁ ଲେଖିଥିବା କାହାଣୀ ଯାର ନାଁ ହେଉଛି ସାହିବା। ଫୋନ୍କୁ ମୋର ମେସେଜ୍ ଆସିଲା। ମୁଁ ଇଗ୍ନୋର କରି ନିଜ କାମରେ ବ୍ୟସ୍ତ ରହିଲି। କାହିଁକି ନା ଆଜି ଥିଲା ଶନିବାର, ଫାଇଲ୍ ସବମିଟ୍ କରିବାର ଶେଷ ଦିନ। ରାତି ପ୍ରାୟ 8ଟାରେ ଫାଇଲ୍ ସବମିଟ୍ କରି ବାହାରିଗଲି ନିଜ ଘରକୁ। ମୁଁ ମୋ ବିଷୟରେ କହିବାକୁ ଭୁଲିଗଲି। ମୁଁ ହେଲି ରାମ। ମୁଁ ଜଣେ ଗ୍ରାଫିକ୍ସ ଡିଜାଇନର, ମିଡିଲ୍ କ୍ଲାସ୍ ପରିବାରର ମଣିଷଟିଏ। ଘରକୁ ଫେରି ଫୋନ୍ ଚେକ୍ କରୁ କରୁ ଇନଷ୍ଟାଗ୍ରାମରେ ବହୁତ ସାରା ମେସେଜ୍ ମଧ୍ୟରୁ ଗୋଟେ ମେସେଜ୍ ଆସିଥିଲା, ଯେଉଁଥିରେ ଲେଖାଥିଲା, ବହୁତ ସୁନ୍ଦର ପୋଏଟ୍ରି ଲେଖିଛ। ପୋଏଟ୍ରିଟି ଥିଲା, ମୋର ଅସଜଡ଼ା ଜୀବନକୁ ସଜାଡ଼ି ପାରିବ କି? ମୋତେ ନିଜର କରିପାରିବ କି? ଭଙ୍ଗା ହୃଦୟ ଅଛି ମୋ ପାଖରେ, ତାକୁ ଯୋଡ଼ି ପାରିବ କି? ମୁଁ ତୁମର ପ୍ରଥମ ପ୍ରେମ ନ ହେଲି ନାହିଁ। ମୁଁ ତୁମର ପ୍ରଥମ ପ୍ରେମ ନ ହେଲି ନାହିଁ। ମୋତେ ନିଜର ଶେଷ ପ୍ରେମ କରିପାରିବ କି? ମୋତେ କବିତା ଲେଖିବା ଓ ପଢ଼ିବାକୁ ବହୁତ ଭଲ ଲାଗେ। କେତେବେଳେ କେମିତି ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଦିଏ। ମେସେଜ୍ ଯିଏ କରିଥିଲେ ତାଙ୍କ ଡିପି ଦେଖିକରି ମୁଁ 2 ମିନିଟ୍ ଚୁପ୍ ରହିଲି। କାରଣ ଡିପିରେ ଗୋଟେ ସୁନ୍ଦର ଆଖିର ଫଟୋ ଲାଗିଥିଲା। ଆଖି ଏମିତି ଯେଉଁଥିରେ ବୁଡ଼ି ଯିବାକୁ ଇଚ୍ଛା ହେଉଥିଲା। ନାଁ ଥିଲା ସାହିବା ବେଗମ। ମୁଁ ମେସେଜର ପ୍ରତି ଉତ୍ତରରେ ଧନ୍ୟବାଦ ଜଣାଇଲି। ଆପଣଙ୍କ ଆଖି ଦେଖିକରି ମୁକ ମଧ୍ୟ କଥା କହିବାକୁ ଆରମ୍ଭ କରିଦେବ। ଜି ଶୁକ୍ରିଆ। ଆପଣ ଏ କଥା କେତେ ଜଣଙ୍କୁ କହିଲେଣି? ସାହିବା କହିଲା। ଆପଣଙ୍କ ପରି ଆଖି ଆଜି ଯାଏ ଦେଖିନଥିଲି। ଆପଣ ପ୍ରଥମ, ରାମ କହିଲା। ଏମିତି କଥାବାର୍ତ୍ତା ଦୁଇ ଜଣ ମଧ୍ୟରେ ସାରା ରାତି ଚାଲିଥିଲା। ରାମ ମଧ୍ୟ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କାହା ସହ କଥା ହେବା ଆରମ୍ଭ କରିଦେଲା। ପରସ୍ପରଙ୍କୁ ନିଜର ପସନ୍ଦ ନାପସନ୍ଦ ସବୁକିଛି ଜଣାଇବାରେ ଲାଗିଲେ। ଦୁଇ ଜଣଙ୍କର ବନ୍ଧୁତ୍ୱ ପାଖାପାଖି 2 ମାସ ହୋଇଗଲାଣି। ଗୋଟେ ଦିନ ସନ୍ଧ୍ୟାରେ ରାମ ଅଫିସ ଆସିବା ସମୟରେ ସାହିବା ସାଥିରେ କଥା ହେଉଥିଲା। ସେଦିନ ସାହିବାର ମନ ଜମା ବି ଭଲ ନଥିଲା। ସାହିବାର ମନକୁ ଠିକ୍ କରିବା ପାଇଁ ରାମ ନିଜର ପିଲାଦିନର କିଛି ଫଟୋ ସାହିବା ନିକଟକୁ ପଠାଇଥିଲା, ଯାହା ଦେଖି ସାହିବା ବହୁତ ହସିଥିଲା। ରାମ ମିଛିମିଛିଆ ଅଭିନୟ କରି କହିଲା, ଏତେ ଆଉ ହସନି। ମୁଁ ଟିକେ ପିଲାଦିନେ କଳା ଥିଲି। ସମସ୍ତେ ଥାଆନ୍ତି, ଏଥିରେ ହସିବାରେ କ'ଣ ଅଛି? ଆରେ ନାଇଁ, ସେ କଥା ନୁହେଁ। ତୁମେ ଧରିଥିବା ବିଲେଇକୁ ଦେଖି ହସୁଥିଲି, ସାହିବା କହିଲା। ମୋତେ ତୁମର କିଛି ଫଟୋ ସେଣ୍ଡ କରୁନା, ରାମ କହିଲା। ସାହିବା ନିଜର ପିଲାଦିନର ଫଟୋ ରାମ ପାଖକୁ ପଠାଇଥିଲା, ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଥିଲା। ତାର ଆଖି ଏବେ ଠିକ୍ ସେମିତି ସୁନ୍ଦର ଥିଲା। ସାହିବା ଫଟୋ ଡିଲିଟ୍ କରିବା ଆଗରୁ ରାମ ସେ ସବୁକୁ ସେଭ୍ କରିନେଲା। ତମେ ମୋତେ ତୁମର ଏବେର କିଛି ଫଟୋ ସେଣ୍ଡ କର। ସାହିବା ଗୋଟେ ମୋଟି ବୁଢ଼ୀର ଫଟୋ ରାମ ପାଖକୁ ପଠାଇଥିଲା। ରାମ ଫଟୋ ଦେଖିକରି ବହୁତ ହସିଥିଲା। ସାହିବା ମଧ୍ୟ ହସିବାରେ ଲାଗିଲା। ସାହିବାକୁ ଏତେ ଖୁସି ହେବାର ରାମ ପ୍ରଥମ ଥର ଦେଖିଥିଲା। ନଚେତ୍ ସାହିବା ସବୁବେଳେ ମନରେ କିଛି ଲୁଚେଇବା ପରି ଲାଗୁଥିଲା। ଏମିତି ଅନେକ ଦିନ ବିତିଗଲା। ରାମ ସାହିବା ଏବେ ଯେତେବେଳେ ସମୟ ମିଳେ କଲରେ ନହେଲେ ମେସେଜରେ କଥା ହୋଇଯାଆନ୍ତି। ଦିନେ ସାହିବା ସାଥିରେ କଥା ହୋଇ ଅଫିସରୁ ଫେରିଲା ବେଳେ ରାମର ଛୋଟ ଆକ୍ସିଡେଣ୍ଟଟି ହୋଇଗଲା। ସାହିବା ସେଥିପାଇଁ ରାଗିକରି ରାମ ସହ କଥା ହେବା ବନ୍ଦ କରିଦେଲା। କୁହନ୍ତି ନା, କାକରେ ପ୍ରେମ ଥାଏ, ଠିକ୍ ସେମିତି ସାହିବା ରାମକୁ ଧୀରେ ଧୀରେ ପସନ୍ଦ କରିବାରେ ଲାଗିଲା, କିନ୍ତୁ କହିବାକୁ ଡରୁଥିଲା। ରାମ ମଧ୍ୟ ସାହିବାକୁ ନିଜର ମନର କଥା କହିବାକୁ ଡରୁଥିଲା, କାହିଁକିନା ବନ୍ଧୁତ୍ୱ ଭାଙ୍ଗିଯିବାର ଭୟ। ଆସନ୍ତୁ ଶୁଣିବା ଆଗକୁ। ସେଦିନଠୁ ରାମ ସାହିବା ସାଥିରେ କଲରେ କଥା ହେବା ବନ୍ଦ କରିଦେଲା, କାରଣ ତାକୁ ଲାଗୁଥିଲା ତାହା ପାଇଁ ରାମର ଆକ୍ସିଡେଣ୍ଟ ହୋଇଥିଲା। ରାମ ଏବେ ଶୀଘ୍ର ଘରକୁ ଫେରି ଆସେ, କେବଳ ସାହିବା ସାଥିରେ ମନ ଭରି କଥା ହେବା ପାଇଁ। ଧୀରେ ଧୀରେ ଦୁଇ ଜଣଙ୍କର ବନ୍ଧୁତ୍ୱ ଘନିଷ୍ଠ ହେବାରେ ଲାଗିଲା। ଦିନେ ରାମ ଅଫିସରୁ ଆସିଲା ବେଳେ ବିଳମ୍ବ ହୋଇଯାଇଥିଲା। ସାହିବା ରାମକୁ ଅନେକ ମେସେଜ କରି ଶୋଇଯାଇଥିଲା। ରାମ ଅନେକ ମେସେଜ କରିବା ସତ୍ତ୍ୱେ ସାହିବା କୌଣସି ଉତ୍ତର ଦେଇନଥିଲା। ବ୍ୟସ୍ତ ହୋଇ ରାମ ସାହିବା ପାଖକୁ ରାତି ପ୍ରାୟ 11ଟାରେ କଲ୍ ଲଗାଇଥିଲା। 2 ଥର ରିଙ୍ଗ ହେବା ପରେ ଜଣେ ସ୍ତ୍ରୀ ଲୋକ ରିସିଭ୍ କରିଥିଲେ। ବୋଧହୁଏ ସାହିବାର ଅମି ହୋଇଥିବେ। କନ୍ ହୋ, ସାହିବାର ଅମି କହିଲେ। ସରି ରଙ୍ଗ ନମ୍ବର କହି ରାମ ଫୋନ୍ କାଟିଦେଲା।
ସାରା ରାତି ରାମ ସାହିବାର ମେସେଜକୁ ଅପେକ୍ଷା କରି କରି ଶୋଇଗଲା। ତା ପରଦିନ ସକାଳେ ମଧ୍ୟ ସାହିବାର କୌଣସି ମେସେଜ ଆସିନଥିଲା। ରାମ ମନ ଦୁଃଖରେ ଅଫିସ ଚାଲିଗଲା। ଅଫିସରେ ମଧ୍ୟ ମନ ଲାଗୁନଥିଲା। ଦିନସାରା ଫୋନକୁ ଚେକ୍ କରୁଥିଲା, କାଳେ ସାହିବାର କୌଣସି ମେସେଜ କି କଲ୍ ଆସିବାର। ଏମିତି 2-3 ଦିନ ବିତିଗଲା। ସାହିବାର କୌଣସି କଲ୍ କି ମେସେଜ ଆସିନଥିଲା। ସେଦିନ ଥିଲା ରବିବାର। ରାମର ଅଫିସ ନଥିବାରୁ ସେ ଲେଟ୍ ଯାଏଁ ଶୋଇ ରହିଥିଲା। ଦିନ ପାଖାପାଖି 11ଟାରେ ଉଠିଲା ପରେ ଫୋନ୍ ଦେଖିଲା ବେଳକୁ ସାହିବାର ଅନେକ ମେସେଜ ଆସିଛି। ଆଉ ଶେଷ ମେସେଜରେ ଲେଖା ଅଛି, ଭିଡ଼ିଓ କଲ୍ କରିପାରିବି କି? ମୁଁ ତୁମକୁ ଦେଖିବାକୁ ଚାହେଁ। ସେଦିନ ଥିଲା ଇଦ୍, ମୁସଲମାନ ମାନଙ୍କର ସବୁଠୁ ବଡ଼ ପର୍ବ। ରାମ ଯାହାକୁ ଦେଖିବା ପାଇଁ ଏତେ ଦିନ ବ୍ୟାକୁଳ ଥିଲା, ଆଜି ସେ ଦିନ ଆସିଛି। ରାମ ଖୁସିର ଠିକଣା ନଥିଲା। ଦୁଇ ଦିନର ରାଗକୁ ଭୁଲି ଯାଇ ମୋତେ ବାସ୍ 5 ମିନିଟ୍ ସମୟ ଦିଅ କହି ରାମ ରେଡି ହେବା ପାଇଁ ଚାଲିଗଲା। ଆଉ 5 ମିନିଟ୍ ପରେ ରାମ ଆଗରେ ଦୁନିଆର ସବୁଠୁ ସୁନ୍ଦର ଝିଅ ବସିଥିଲା, ଯାହା ସହ ସେ ଏତେ ଦିନ ହେବ କଥା ହେଉଥିଲା, ଯାହାକୁ ସେ ମନେ ମନେ ପ୍ରେମ କରୁଥିଲା। ମୁହଁ ତଳୁ କରି ସାହିବା ବସି ରହିଥିଲା। ସୁନ୍ଦରୀ ଝିଅ ତ ବହୁତ ଦେଖିଥିଲା ରାମ, କିନ୍ତୁ ସାହିବାର କଥା କିଛି ଅଲଗା ଥିଲା। ପାଖାପାଖି 30 ମିନିଟ୍ ଯାଏ ଆମେ ଦୁହେଁ ଭିଡ଼ିଓ କଲ୍ରେ ଥିଲୁ, କିନ୍ତୁ 2 ପଦ କଥା ମଧ୍ୟ ହେଇନୁ। ହଠାତ୍ ସାହିବାର ଅବୁ ଚାଲି ଆସିଥିଲେ। ସାହିବା ଡରି ଯାଇ ଫୋନକୁ କାଟିଦେଇ ଚାଲି ଯାଇଥିଲା। ପ୍ରେମ ବହୁତ ବିଚିତ୍ର। କିଏ କହିଥିଲେ ତ ଜାଣିନି, କିନ୍ତୁ ଠିକ୍ କହିଥିଲେ। ନିଜ ପ୍ରେମିକ ଓ ପ୍ରେମିକାକୁ ଦେଖିବା ପାଇଁ, ଟିକେ କଥା ହେବା ପାଇଁ ମନ ସବୁବେଳେ ବ୍ୟାକୁଳିତ ରୁହେ। ସାହିବାର ମଧ୍ୟ ସମାନ କଥା ଲାଗୁଥିଲା। ତେଣୁ ସାହିବା ଯେତେବେଳେ ସମୟ ମିଳେ ସେ ରାମ ପାଖକୁ ଭିଡ଼ିଓ କଲ୍ ନଚେତ୍ କଲ୍ କରିଦିଏ। ରାମ ଓ ସାହିବା ଦୁହେଁ ଡିସାଇଡ୍ କଲେ ପରସ୍ପର ଦେଖା ହେବା ପାଇଁ। ପ୍ରଥମ ସାକ୍ଷାତକାର ସାହିବା ଘରଠାରୁ କିଛି ଦୂରରେ ଥିବା ଗୋଟେ ମସଜିଦରେ ହୋଇଥିଲା। ସାହିବା ତା ସାଥିରେ ତା ବେଷ୍ଟ ଫ୍ରେଣ୍ଡ ସବିନାକୁ ମଧ୍ୟ ଆଣିଥିଲା। ଭିଡ଼ିଓ କଲ୍ ଠାରୁ ସାହିବା ବହୁତ ସୁନ୍ଦର। ମୋର ସାହିବା ଆଗରେ ପାଟି ମଧ୍ୟ ଫିଟୁନଥିଲା। 20 ମିନିଟ୍ର କଥା ହେବା ପରେ ସାହିବା ଘରକୁ ଚାଲି ଯାଇଥିଲା। କୁହନ୍ତି ପ୍ରେମ ମନ ଦେଖିକରି ହୁଏ, କିନ୍ତୁ ମୋତେ ସାହିବାର ଆଖି ଦେଖିକରି ପ୍ରେମ ହୋଇଯାଇଥିଲା। ଏବେ ମୁଁ ସାହିବାରକୁ ସାହିବା ବେଗମ ବୋଲି କହି ଡାକେ, ଆଉ ସିଏ ମୋତେ ରାମ ବୋଲି କହି ଡାକେ। 2 ଜଣଙ୍କର ସମ୍ପର୍କ ବହୁତ ଖୁସିରେ ଚାଲିଥିଲା। କଥାରେ ଅଛି ନା, ସବୁବେଳେ ସବୁକିଛି ଭଲରେ ଚାଲିଥିଲା ବେଳେ ଭଗବାନଙ୍କ ନଜର ପଡ଼ିଯାଇଥିଲା। ଭଗବାନ ବେଶୀ ଖୁସି ସହିପାରନ୍ତିନି। ଠିକ୍ ସାହିବା ଓ ମୋ ଖୁସିରେ ମଧ୍ୟ ଭଗବାନଙ୍କ ନଜର ପଡ଼ିଯାଇଥିଲା। ଦିନେ ରାତିରେ ସାହିବା ସେଥିରେ କଥା ହେଲା ବେଳେ ସାହିବାର ଅବୁ ହଠାତ୍ ଚାଲି ଆସିଥିଲେ। ମୁଁ ବହୁତ ଡରି ଯାଇଥିଲି। ସାହିବା ମୋତେ ତାର କମ୍ପ୍ୟୁଟର କ୍ଲାସର ବନ୍ଧୁ କହି ପରିଚିତ କରାଇଥିଲା। ମୁଁ ଡରି ଡରି ନମସ୍କାର କରି ପଛରେ କଥା ହେବି ବୋଲି କହି କଲ୍ କାଟି ଦେଇଥିଲି। ତାର କିଛି ଦିନ ଯାଏଁ ସାହିବାର କୌଣସି ମେସେଜ କି କଲ୍ ଆସିନଥିଲା। ସେଦିନ ଥିଲା ରବିବାର, 20 ନଭେମ୍ବର 2022। ମୁଁ ଉଠିବାକୁ ଟିକେ ଲେଟ୍ ହୋଇଯାଇଥିଲା। ଉଠିସାରି ଫୋନ୍ ଦେଖି ସାରିଲା ପରେ ସାହିବାର ଅନେକ ଭଏସ୍ ମେସେଜ ଥିଲା। ଘରେ ସବୁକିଛି ଜାଣିସାରିଛନ୍ତି। ତୁମେ ମୋତେ କଲ୍ କି ମେସେଜ କରିବନି, ମୋତେ ଭୁଲିବନି, ମୁଁ ମଧ୍ୟ କେବେ ତୁମକୁ ଭୁଲି ପାରିବିନି। ଜାଣିନାହିଁ କେବେ ତୁମ ସାଥିରେ କଥା ହେବି, କେବେ ପୁଣି ଦେଖା ହେବି। ନିଜର ନମ୍ବର ଚେଞ୍ଜ କରିବନି। ମୁଁ କେବେ ନା କେବେ ତୁମ ସହ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିବି। ମୁଁ ତୁମକୁ ବହୁତ ଭଲ ପାଏ। ତୁମର ସାହିବା ବେଗମ। ବାସ୍ ଏତିକି ଥିଲା କାହାଣୀ। ସାହିବା ପାର୍ଟ 2 ବହୁତ ଶୀଘ୍ର ଆଣିବାକୁ ଚେଷ୍ଟା କରିବି। ଆଶା କରୁଛି ଆପଣମାନଙ୍କୁ ମୋର କାହାଣୀ ପସନ୍ଦ ଆସିଥିବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।